ଆପଣଙ୍କର ଯଦି ତୁଳା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ପବିତ୍ର ସରସ୍ୱତୀ ପୂଜାଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ମଧ୍ୟ ଆସୁଥିଲା ତାହା ସବୁ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ ଏବଂ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ, ଜୟ ମା ମଙ୍ଗଳା ନିଶ୍ଚୟ ଲେଖିବେ। ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ଇଷ୍ଟଦେବ ହେଉଛନ୍ତି ଶୁକ୍ର ମହାଗ୍ରହ, ଯାହା ଆପଣଙ୍କ ନବଗ୍ରହଙ୍କ ସ୍ଥିତି ମଧ୍ୟରେ ସେନାପତି ଅଛନ୍ତି ଏବଂ ଆପଣଙ୍କର ଗୁରୁ ସ୍ଥାନରେ ପଞ୍ଚମ ଭାଗରେ ଅଛନ୍ତି ଏବଂ ଏହି ଶୁକ୍ର ମହାଗ୍ରହ ଆପଣଙ୍କର ଜୁନ୍ 2 ତାରିଖ ବେଳକୁ ଆପଣଙ୍କର ତୃତୀୟ ଅଧ୍ୟାୟକୁ ଯିବେ। ଫଳରେ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ସମ୍ପୂର୍ଣ୍ଣ ମାତ୍ରାରେ ଉନ୍ନତି ଆସିବ। ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ସମ୍ପୂର୍ଣ୍ଣ ମାତ୍ରାରେ ଉନ୍ନତି ଆସିବ ଏବଂ ଆପଣଙ୍କ ଜୀବନରେ ଯେତେ ସବୁ ବାଧାବିଘ୍ନ ଆସୁଥିଲା ତାହା ସବୁ ଦୂରେଇ ହୋଇଯିବ। ଦେଖନ୍ତୁ, ପ୍ରଥମତଃ ତୁଳା ରାଶିର ବ୍ୟକ୍ତିବିଶେଷମାନେ ବହୁତ ଲୋଭୀ ଟିକେ ହୋଇଥାନ୍ତି। ଦେଖନ୍ତୁ, ଆପଣ ବହୁତ ଲୋଭୀ ହୋଇଥାନ୍ତି କାରଣ ଆପଣ ବହୁତ କଷ୍ଟ କରି ଆପଣଙ୍କୁ ପିଲାଙ୍କୁ ହେଉ କିମ୍ବା ଆପଣଙ୍କର ଝିଅମାନଙ୍କୁ ହେଉ ଆପଣ ବହୁତ ମାତ୍ରାରେ ପାଠ ପଢ଼ାଇଛନ୍ତି ଏବଂ ଆପଣ ମଧ୍ୟ ବହୁତ ଆଶା ରଖିଛନ୍ତି ଆପଣଙ୍କର ପିଲାମାନଙ୍କ ଠାରୁ। ଦେଖିବେ, ଆପଣଙ୍କ ପିଲାମାନେ ବହୁତ ଆପଣଙ୍କୁ ଉପକାର କରିବେ ଏବଂ ଆପଣଙ୍କ ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ଉନ୍ନତି କରାଇବେ। କିନ୍ତୁ ଆପଣ ଯେଉଁ କିଛି ଟଙ୍କା ପାଇଁ ଆପଣ ଲୋଭ କରୁଛନ୍ତି ଟିକେ ସେଥିରୁ ଦୂରେଇ ରୁହନ୍ତୁ। ଖାସ୍ କରି ଆପଣ ଖାଦ୍ୟ ଖାଉନାହାନ୍ତି, ଲୋଭ କରି ରହୁଛନ୍ତି। ଆପଣ କିଛି ଖାଦ୍ୟ ଖାଉନାହାନ୍ତି, ସେ ଖାଦ୍ୟକୁ ମଧ୍ୟ ଲୋଭ ରହୁଛନ୍ତି, ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଖାସ୍ କରି ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଆପଣଙ୍କର ଅଧିକ ମାତ୍ରାରେ ରହୁଛି। ତେଣୁ ଆପଣ ଟିକେ ଖାଦ୍ୟ ଗ୍ରହଣ କରନ୍ତୁ ସଠିକ୍ ଟାଇମ୍ରେ ଏବଂ ଆପଣ ଯେଉଁ ଅତ୍ୟଧିକ ମାତ୍ରାରେ ଚିନ୍ତା କରୁଛନ୍ତି ସେଥିରୁ ମଧ୍ୟ ଟିକେ ଦୂରେଇ ରୁହନ୍ତୁ। ଦେଖିବେ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ ଏବଂ ଆପଣଙ୍କର ପୈତୃକ ସମ୍ପତ୍ତିକୁ ନେଇ ଯେଉଁ ବାଦବିବାଦ ଲାଗି ରହୁଥିଲା, ଆପଣଙ୍କର ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହୁଥିଲା କିମ୍ବା ଆପଣଙ୍କର କୌଣସି ସମ୍ପତ୍ତିକୁ ନେଇ କିମ୍ବା ଜମିବାଡ଼ିକୁ ନେଇ ଜମିବାଡ଼ିକୁ ନେଇ ଆପଣଙ୍କର ବହୁତ ଦୁଃଖ ବହୁତ ଆପଣ କଷ୍ଟ ପାଉଥିଲେ ଏବଂ ଆପଣଙ୍କ ଘରେ ମଧ୍ୟ କଳିକଜିଆ ସୃଷ୍ଟି ହେଉଥିଲା। ଦେଖିବେ, ଏହି 2026 ଜୁନ୍ 2ରୁ ଅକ୍ଟୋବର 3 ପର୍ଯ୍ୟନ୍ତ ଏହି ଜୁନ୍ 2ରୁ ଅକ୍ଟୋବର 3 ମଧ୍ୟରେ ଆପଣଙ୍କର ଏହି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇଯିବ ଏବଂ ଆପଣଙ୍କର ଝିଅ ବାହାଘର ମଧ୍ୟ ଏହି ନୂତନ ବର୍ଷ 2026ରେ ହେବ ନାହିଁ, 2027 ମସିହାରେ ନିଶ୍ଚିତ ଭାବରେ ହେବ। 2026ରେ ଆପଣଙ୍କର ଯେମିତି ନା ହେଉ କାହିଁକି ନିର୍ବନ୍ଧ ନିଶ୍ଚିତ ଭାବରେ ହୋଇଯିବ। ତେଣୁ ଆପଣ ଯେଉଁ ଲୋଭ କରୁଛନ୍ତି, ଆପଣ ଖାଦ୍ୟ ଖାଉନାହାନ୍ତି, ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ ମାତ୍ରାରେ ଫରକ ପଡ଼ୁଛି ଏବଂ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ବହୁତ ମାତ୍ରାରେ ମଧ୍ୟ ଏହାର ଇଫେକ୍ଟିଭ ପଡ଼ୁଛି। ଆପଣଙ୍କର ଚାକିରି ବହୁତ ମାତ୍ରାରେ ପ୍ରମୋସନ୍ ଘଟିବ ଏବଂ ଆପଣ ଯଦି ଏକ ଷ୍ଟୁଡେଣ୍ଟ ହୋଇଥାନ୍ତି ତେବେ ଆପଣଙ୍କର ଶିକ୍ଷା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଉନ୍ନତି ଘଟିବ। ଏବେ ଯଦି ଦେଖିବା ଆପଣଙ୍କର ଶନିଙ୍କର ସ୍ଥିତି କ'ଣ ରହିଛି ନା, ଶନି ବହୁତ ମାତ୍ରାରେ ଭଲ ଫଳପ୍ରଦ କରାଇବେ ଏବଂ ଶନି ମଧ୍ୟ ଆପଣଙ୍କର ନବମ ଘରେ ଅଛନ୍ତି, ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଏବଂ ଆପଣଙ୍କର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଶୁଭ ମାନାଯାଇଥାଏ ନା। ଦେଖନ୍ତୁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତ ଏହାକୁ ଶୁଭ ମାନାଯାଇଥାଏ, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଶୁଭ ମାନାଯାଇଥାଏ କାହିଁକି ନା, ଦେଖନ୍ତୁ, ତୁଳା ରାଶିରେ 3ଟି ମାତ୍ର ତୁଳା ଅଛନ୍ତି। ଆପଣ ଯଦି ରୋହିଣୀ ଜାତର ତୁଳା ହୋଇଥାନ୍ତି ଏବଂ ଆପଣଙ୍କର ନବମ ଭାଗରେ ଶନି ରହିଥାନ୍ତି ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ କୌଣସି ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ତେଣୁ ଆପଣଙ୍କ ପାଇଁ ଏହି 2026ର ସରସ୍ୱତୀ ପୂଜା ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ସୂର୍ଯ୍ୟଙ୍କର ମଧ୍ୟ ସ୍ଥିତି ପରିବର୍ତ୍ତନ ଏବଂ ସୂର୍ଯ୍ୟ ମଧ୍ୟ ଗ୍ରହ ପରିବର୍ତ୍ତନ କରିବେ।
फल आपण जीवन में बहुत मात्रा रे जो बाधाविघ्न आसूला ताहा सबू दूर हो तेणु आपण किछि दुख कष्ट करेंगे ना आपण जीवनटी संपूर्ण भाव में परिपूर्ण होगाकू लगे। तेणु आपण जदि तुला राशि व्यक्ति विशेष होती एवं ईश्वर को सच्चा हृदय विश्वास करूँ तेबे भिडियोटी को लाइक करने सह चैनल को सब्सक्राइब निश्चय करेंगे एवं कमेंट रे जय महादेव जय शनिदेव जय माँ मंगला निश्चय लिखिबे कहीं माँ मंगला होउछंती आपणकर इष्ट देवी एवं महादेव होउछंती आपणकर इष्ट देव एमान को पूजा करने द्वारा आपणकर नवग्रहकर स्थिति स्थिर होता है एवं सुदृढ़ मध्य होता है एवं ता सहित आपण जदि पारुछंती हनुमान चालीसा मध्य पाठ करंतु देखिबे बहुत मात्रा रे आपणकर मंगल घटिबो। तेणु हनुमान चालीसा पाठ करने सहित हरे कृष्ण महामंत्र मध्य जप करंतु देखिबे बहुत मात्रा रे आपनक जीवनटी परिवर्तन हेबाकू लागिबो। तबे रहुची धन्यवाद। जय जगन्नाथ।